ଚାଲିଛି ପାର୍ବଣର ନବରାତ୍ରି ପୂଜା। ରାଜ୍ୟର ପ୍ରତ୍ୟେକ ଶକ୍ତିପୀଠ ଚଳଚଞ୍ଚଳ ରହିଛି। ନୂଆ ନୂଆ ଭୋଗ ମଣ୍ଡପ ସଜା ସାଙ୍ଗକୁ ବିଭିନ୍ନ ଶକ୍ତିପୀଠରେ ଦେବୀମାନଙ୍କ ଭିନ୍ନ ଭିନ୍ନ ଶୃଙ୍ଗାର ସହିତ ନାନାଦି ରୂପରେ ଦର୍ଶନ ଦେଉଛନ୍ତି ମା। ସେଥିମଧ୍ୟରୁ ଓଡ଼ିଶାର ପୁରୀ ଜିଲ୍ଲା କାକଟପୁରବାସିନୀ ମା ମଙ୍ଗଳା ହେଉଛନ୍ତି ଅନ୍ୟତମ। ମା ହେଉଛନ୍ତି ପରମ ବୈଷ୍ଣବୀ, କିନ୍ତୁ ବନଦୁର୍ଗାଙ୍କ ମନ୍ତ୍ରରେ ପୀଠରେ ପୂଜା ପାଇ ଆସୁଛନ୍ତି। ମାଙ୍କର ଏହି 16 ଦିନାତ୍ମକ ଶାରଦୀୟ ଷୋଡ଼ଶ ଉପଚାର ପୂଜା ସମୟରେ ଅଖଣ୍ଡ ଦୀପରେ ରହିଛି ସ୍ୱତନ୍ତ୍ର ମହିମା। ଯିଏ ଯେଉଁ କାମ ପାଇଁ ବିଶେଷ କରି ଏହି ନବରାତ୍ରରେ ମାଙ୍କ ନିକଟରେ ଅଖଣ୍ଡ ଦୀପଟିଏ ପ୍ରଦାନ କରେ, ତାହାର ନିଶ୍ଚିନ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମାଙ୍କ ଉପରେ ତ ବିଶ୍ୱାସ, ମୋ ଉପରେ ଅଖଣ୍ଡ ବିଶ୍ୱାସ ଅଛି। ମୁଁ 9 ଦିନ ତକ ପୁରା ନିଷ୍ଠାର ସହ ଫଳ ଖାଇକି ମାଙ୍କ ପାଖରେ ଦୀପ ବସେ। ମୁଁ ଯାହାବି ମାଙ୍କୁ ଡାକେ ମୋର ମନ ସେ ପୂର୍ଣ୍ଣ ହୁଏ। ସେ ତ ତାଙ୍କ ମା ତ ସମସ୍ତଙ୍କର ମା, ଆଉ ସେ ତାଙ୍କ ଦୟାରେ ସବୁ ଚାଲିଛି। ଆଜ୍ଞା, ମାଙ୍କୁ ତ ଦେଖିଲେ ସତ ମା ଛିଡା ହେଇଛନ୍ତି, ମୋର ପୁରା ବିଶ୍ୱାସ ମାଙ୍କ ଉପରେ ଅଛି। ଅନୁଭବଟା କହିପାରୁନି, ମୋ ମାଙ୍କୁ ଦେଖିଦେଲେ ମୋର ସବୁ। ମା ହେଉଛନ୍ତି ଜ୍ୱାଳାମୁଖୀ ଓ ଅଗ୍ନି ସମ୍ଭୂତା। ମହିଷାସୁରକୁ ବଧ କରିବାକୁ ମା ଅଗ୍ନି ଭଳି ଉତ୍ତପ୍ତ ରୂପ ଧାରଣ କରି କାଳିପା ଚଣ୍ଡିକା ବେଶରେ ମହିଷାସୁରକୁ ବଧ କରିଥିଲେ ବୋଲି ଶାସ୍ତ୍ରୀୟ ମତ ରହିଛି। ସେଥିପାଇଁ ମାଙ୍କ ଚତୁଃପାର୍ଶ୍ୱରେ ଏହି 9 ଦିନ ଯାକ ଅଖଣ୍ଡ ଦୀପ ଜଳିଥାଏ। ଏହି ଅଖଣ୍ଡ ଦୀପର ଶକ୍ତି ହେଉଛି ଅସୀମ। ମାଙ୍କ ଆଗମନକୁ ସ୍ୱାଗତ କରି ଅଗ୍ନିଦେବଙ୍କ ସାକ୍ଷୀ ରୂପେ ଅଖଣ୍ଡ ପ୍ରଜ୍ୱଳିତ କରାଯାଉଛି। ଶରତ ଋତୁର ଆଗମନରେ ଧରାପୃଷ୍ଠ ଉତ୍ସବ ମୁଖର। ଏହି ସମୟରେ ପାର୍ବଣ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ ମୂଳାଷ୍ଟରୁ ମହାଷ୍ଟମୀ ପର୍ଯ୍ୟନ୍ତ। ଓଡ଼ିଶାର ଅନେକ ମାତୃଭକ୍ତମାନେ ମା ମଙ୍ଗଳାଙ୍କୁ ବିଶ୍ୱାସ ରଖି ମାଙ୍କ ପାଖରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥାନ୍ତି। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି। ଅଖଣ୍ଡ ଘର ମନ୍ଦିରର ବିଭିନ୍ନ ଜାଗାରେ ମନ୍ଦିରରେ ମାଙ୍କ ପାଖରେ ଦୀପ ଅର୍ପଣ କରାଯାଉଛି ମା ମଙ୍ଗଳାଙ୍କ ପାଇଁ, ସମର୍ପଣ ପାଇଁ। କାହିଁକି ନା ମନ ମାନସିକ ପୂର୍ଣ୍ଣ କରିଥାଏ ମା ମଙ୍ଗଳା। ମନରୁ ଯେଉଁ ମାନସିକ ଆସିଥାଏ ମା ମଙ୍ଗଳା ତାକୁ ପୂର୍ଣ୍ଣ କରିଥାନ୍ତି। ଏହି ବିଶ୍ୱାସ ନେଇ ସମସ୍ତେ ଷୋଡ଼ଶ ଉପଚାର ପୂଜା ସମୟରେ ମାଙ୍କ ପାଖରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏବଂ ନବରାତ୍ର ନବଦୁର୍ଗା, ଯେହେତୁ ମା ବନଦୁର୍ଗା ମନ୍ତ୍ରରେ ପୂଜିତ, ମାଙ୍କୁ ମଧ୍ୟ ନବରାତ୍ରରେ ମାଙ୍କ ପାଖରେ ମଧ୍ୟ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥାଏ। ମାନବ ଦିନରେ କଳାକଲି, ନାଲିକଲି, ତୀରକମାଣ, କାତିକର୍ପର, ସିଂହବାହିନୀ, ମହିଷାମର୍ଦ୍ଦିନୀ ବେଶ ଧାରଣ କରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। କେବଳ କାକଟପୁର କି ପୁରୀ ଜିଲ୍ଲା ନୁହେଁ, ବରଂ ଓଡ଼ିଶାର ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କ ସୁଅ ଛୁଟେ ଏହି ନବରାତ୍ର ସମୟରେ। 24 ପ୍ରହର ପର୍ଯ୍ୟନ୍ତ ମାଙ୍କ ପୀଠର ଦ୍ୱାର ଖୋଲା ରହିଥାଏ। ମାଙ୍କର ସମସ୍ତ ରୀତିକାନ୍ତି ନିଷ୍ଠାର ସହ ପୂଜକମାନଙ୍କ ଦ୍ୱାରା ସମର୍ପିତ ହେଉଥିବା ବେଳେ ରାତି ଦିନ ଅଖଣ୍ଡ ଓ ମାନସିକଧାରୀଙ୍କ ଅଖଣ୍ଡ ପ୍ରଜ୍ୱଳିତ ରୁହେ। ମା ମଙ୍ଗଳାଙ୍କର ଯେଉଁ ଅସୀମ କରୁଣା, ମା ମଙ୍ଗଳା ବିଷୟରେ ଆମେ କହିବୁ କ'ଣ? ସେ ତ ହେଉଛନ୍ତି ପରମ ବୈଷ୍ଣବୀ। ମା ମଙ୍ଗଳାଙ୍କ ପାଖରେ ଆମେ ତାଙ୍କ ବାବଦରେ କ'ଣ ଜାଣିଛୁ ବା କ'ଣ କହିବୁ, କ'ଣ କହିଲେ କେତେ ଦୂର ଠିକ୍ ହେବ ତାହା ମୁଁ ଜାଣିନାହିଁ। ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ। ଆମେ ଯାହା ଦେଖିଛୁ ପିଲାବେଳରୁ ଆଜି ପର୍ଯ୍ୟନ୍ତ, ଆମର ଆଗରୁ ଦିଆଯାଉଥିଲା ମଇଁଷି ବଳି, ତାପରେ ବର୍ତ୍ତମାନ ଆସିଲା ବୋଦାବଳି ବା ଯାହା କୁହନ୍ତି ମେଣ୍ଢା ବଳି, ତାପରେ ବର୍ତ୍ତମାନ ପୁଷ୍ପାଣ୍ଡ ବଳି। ପୁଷ୍ପାଣ୍ଡ ବଳି ମାନେ ପାଣି ସୁଖରୁ ବଳି ଦିଆଯାଉଛି। ତେଣୁ ଏହି ପ୍ରଥା ଆବାହନ କାଳରୁ ଚାଲିଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବଳି ବନ୍ଦ କରାଗଲା। ବଳି ବନ୍ଦ କରିବା ପରେ ଏବେ ବର୍ତ୍ତମାନ ପୁଷ୍ପାଣ୍ଡ ବଳି ଦିଆଯାଉଛି। ତେଣୁ ଏ ଯେଉଁ ପରିସ୍ଥିତି ବର୍ତ୍ତମାନ ମାଙ୍କ ପାଖରେ ସମାଗମ, ଲୋକଙ୍କର ସମାଗମ ବେଶ ଦେଖିବା ପାଇଁ ଶିବମାଳିନୀ, ମହାଷ୍ଟମୀ, ଆମର ବର୍ତ୍ତମାନ ଚାଲିବ ଶାନ୍ତି ବେଶ ଚାଲିବ। ଏ ବେଶ ଦେଖିବା ପାଇଁ ଦୂର ଦୂରାନ୍ତରୁ ବହୁତ ଲୋକମାନେ ଆସିବେ। ଆଉ ଏ ବେଶ ଯେଉଁମାନେ ଦେଖନ୍ତି ତାଙ୍କର ପବିତ୍ରତା ଥାଏ ଏବଂ ପରିବାରର ଶୁଭ ମନାସ ହୁଏ। ମା ମଙ୍ଗଳା ମଙ୍ଗଳ କରନ୍ତି, ତାଙ୍କ ପରିବାର ପାଖରେ ସଦାବେଳେ ଘଣ୍ଟ ଗୋଡ଼େଇ ରଖିଥାନ୍ତି। ଭକ୍ତମାନେ କୁହନ୍ତି, ଅନ୍ୟ ସମୟ ଅପେକ୍ଷା ଏହି ନବରାତ୍ର ସମୟରେ ମାଙ୍କ ନିକଟରେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ ହେଲେ ମାଙ୍କ ଅପାର କରୁଣା ପ୍ରାପ୍ତ ହୁଅନ୍ତି ଭକ୍ତମାନେ। ମାଙ୍କ ନିକଟରେ ଅଖଣ୍ଡ ଲାଗିଲେ ଭକ୍ତଙ୍କର ସମସ୍ତ ବାଧା, କଷ୍ଟ, ଯନ୍ତ୍ରଣା ଏହି ଅଗ୍ନିରେ ନଷ୍ଟ ହୋଇ ମାଙ୍କ ଆଶୀଷ ଲାଭ ହୁଏ। ଅଖଣ୍ଡ ଦୀପ ହେଉଛି ଅଖଣ୍ଡ ଜ୍ୟୋତି ଜନାର୍ଦ୍ଦନ। ଅଖଣ୍ଡ ଦୀପ ହେଉଛି ସ୍ୱତନ୍ତ୍ର ଦୀପ, ଯାହାଫଳରେ କି ଭକ୍ତମାନେ ଏହାକୁ ମାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି। ଆଜି ମାଙ୍କର ମୂଳାଷ୍ଟମୀ ମହାଷ୍ଟମୀ ଯେତେବେଳେ ପୂଜା ଆରମ୍ଭ ହୁଏ, ପୂଜା ପଣ୍ଡା ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ କଲା ପରେ ମାଙ୍କର ନୀତିକାନ୍ତି ଆରମ୍ଭ ହୁଏ। କାରଣ ଅଖଣ୍ଡ ଦୀପ ପରେ ହିଁ ମାଙ୍କର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ।
तेणु से उद्देश्य आज नवरात्र बहु परिमाण भक्त आज माँ मंदिर रुंड से रोग शोक को दूरीभूत करने परिवार सुख समृद्धि बुद्धि आई बुद्धि से आज माँ पाखे आसी प्रार्थना करी माँ पाखे अखंड दीप प्रदान करती से नना मध्यम आज दीप घी और कर्पूर चाउल समस्त जिन नना को अर्पण कर ना गोत्र आज माँ पाखे दीप लगे माँ पाखे दुख मनासिक जाए। काकटपुर आर्य विशाल रिपोर्टर स्टूडियो।